ଶ୍ରୋତାବନ୍ଧୁ, ଅଳିକ ସଂସାର ଭଙ୍ଗୁର ଜୀବନ ବୋଲି ଆମେ ସମସ୍ତେ ଜାଣିବା ସତ୍ତ୍ୱେ ସତରେ କେତେ ଅହଙ୍କାର, ଦର୍ପ, ଦମ୍ଭ, ଆତ୍ମ ଅଭିମାନ ଆମେ ରଖେ। ଆତ୍ମବଡ଼ିମାରେ ଅନ୍ଧ ହୋଇ ଅନ୍ୟକୁ ମଣିଷ ବୋଲି ମଧ୍ୟ ଭାବେ ନାହିଁ। ପଦ, ପଦବୀ, ଯଶ ସବୁ କିଛି ମୁହୂର୍ତ୍ତକରେ କିନ୍ତୁ ଚୁରମାର ହୋଇପାରେ। ଏ କଥା ଆମେ ଜାଣେ, କିନ୍ତୁ ଅହମିକା, ଗର୍ବ, ଦମ୍ଭର ଯୋଉ ଆସ୍ତରଣ ଭିତରେ ଆମର ଏଇ ଯୋଉ ଆତ୍ମସଚେତନତା ଧୀରେ ଧୀରେ କ୍ଷୟମାଣ ହୁଏ। ପୁଣି ଏକ ସମୟକୁ ଅପେକ୍ଷା ଆମେ କରେ ଯେବେ ଆମେ ତାକୁ ଭୋଗେ, ଏବଂ ଆମେ ଯେତେବେଳେ ଭୋଗେ ଆମେ ସେଇ ଆନ୍ତରିକ ଭଲ ପାଇବା, ଅନ୍ୟଠାରୁ ସହାନୁଭୂତି ଆମେ ଆଶା କରେ। କିନ୍ତୁ ଆମେ କ'ଣ ପ୍ରକୃତରେ ଅନ୍ୟର ଅସୁବିଧା ସମୟରେ ଦେଇଥାଏ କି? ଏ ଶରୀର ସକ୍ରିୟ ଥିବା ଯାଏ ଆମେ ଜୀବିତ, ନିଷ୍କ୍ରିୟ ହେବା ମାତ୍ରେ ମୃତ ଘୋଷିତ। ତଥାପି ଆମମାନଙ୍କର ଛଳନା, ପ୍ରବଞ୍ଚନା, ଫିସାଦି, ଘୃଣା, କୁତ୍ସା, ପରଶ୍ରୀ କାତରତା ଏବଂ ନିର୍ଦ୍ଦୋଷକୁ ଅପମାନ ଦେବାର ଚତୁରାମି ଆମଠୁ ଯାଏନି। ଶ୍ରୋତାବନ୍ଧୁ, ଆତ୍ମାରେ କାହାକୁ ମଧ୍ୟ କଷ୍ଟ ଦେବା ଉଚିତ ନୁହଁ, କାରଣ ଦେଇଥିବା କଷ୍ଟ ବୁମେରାଙ୍ଗ ହୋଇ ଆମରି ପାଖକୁ ହିଁ ଫେରିଆସେ। ଆଜି ଏକ ଦୁଃଖଦ ଦିନ, ଯେଉଁଠି ମୁଁ ମୋର ପିଲାଦିନର ପ୍ରିୟ ସାଙ୍ଗକୁ ମନେ ପକାଉଛି। ତାରି ପାଇଁ ଏଇ କବିତାଟି। ଏ କବିତାରେ କେବଳ ସେ ନାହିଁ, ଆପଣମାନଙ୍କର ପ୍ରତ୍ୟେକଙ୍କର ଆତ୍ମୀୟ ସ୍ୱଜନମାନେ ନିଶ୍ଚିତ ରୂପେ ଆପଣମାନଙ୍କ ମନରେ ଉଙ୍କି ମାରିବେ। କବିତାର ଶୀର୍ଷକ ସେ ଆଉ ନାହିଁ। ଜଣେ କହିଲା ତାକୁ ଶେଷ ବିଦାୟ ଦେବାକୁ ଯିବୁନି। ଜଣେ କହିଲା ତାକୁ ଶେଷ ବିଦାୟ ଦେବାକୁ ଯିବୁନି, ସେ ପରା ଚାଲିଗଲା ଆଜି ଭୋରୁ। ମୁଁ ଅବାକ୍, ସ୍ତବ୍ଧ, ତଟସ୍ଥ। ମନ, ଦେହ, ଆଖି ମୋର ସ୍ଥିର। ମୁହୂର୍ତ୍ତ କି ଇନ୍ଦ୍ରିୟମାନେ ନିଷ୍କ୍ରିୟ, ନିଶ୍ଚଳ। ସେ ଚାଲିଗଲା? ହଉ, ଯାଉ। ଆମେ ବି ଯିବା କେବେ? ପୂର୍ବରୁ ସମୟ ନିର୍ଦ୍ଧାର୍ଯ୍ୟ, କେତେବେଳେ କିଏ ଯିବା, କିନ୍ତୁ ଯିବା ତ ଥୟ। ଉଠିଲି ତାକୁ ବାଟେଇ ଦେବାକୁ, ହେଲେ ତା ପାଇଁ ନେବି କ'ଣ? ଏଇ ଶେଷ ମୁହୂର୍ତ୍ତରେ ତାକୁ ଦେଲେ ସେ କ'ଣ ବୁଝିବ ଯେ ମୁଁ ଆଣିଛି ତା ପାଇଁ କିଛି ସଜ ଫୁଲ, ଗେଣ୍ଡୁ, ଗୋଲାପ, ରଜନୀଗନ୍ଧାର ମାଳ? ନାଇଁ, ମୁଁ ତା ପାଇଁ ଝୁରା ଫୁଲ ନେବି। ଝୁରା ଫୁଲ ତାର ଭାରି ପ୍ରିୟ, କାରଣ ଜୀବନକୁ ସେ ବାନ୍ଧି ପାରିଲାନି ଫୁଲ ହାର ପରି। ଝରିଯିବା ପାଇଁ ଯେ ଆସିଥାଏ, ସେ ବିଛାଡ଼ି ପଡ଼ିଥିବା ଝୁରା ଫୁଲଙ୍କୁ ହିଁ ଖୋଜିବ ନା। ସେ ଦିନେ ତା ଜୀବନକୁ ସାଉଁଟିବାକୁ ଚାହିଁଥିଲା ବି। ଗୋଟି ଗୋଟି ଦୁଃଖକୁ ଅଲଭ୍ୟ ଖୁସିର ବାହାନାରେ ହସେଇଥିଲା ବି। କେବେ ଚିତ୍ର ଆଙ୍କିଥିଲା, କେବେ ବଇଁଶୀ ବଜେଇଥିଲା, କେବେ ଅଧରାତିରେ ଫୋନ୍ କରି ରୁଦ୍ଧ ଅବ୍ୟକ୍ତ ଦୁଃଖଙ୍କୁ ଉନ୍ମୁକ୍ତ କରିଦେଇ ସ୍ତ୍ରୀଟେ ପରି ବାହୁନିଥିଲା ବି। ମୁଁ ଖାଲି ଶୁଣିଛି ତା ନ କହି ପାରୁଥିବା ଶବ୍ଦଙ୍କୁ। ମୁଁ ଖାଲି ବୁଝିଛି କେଉଁଠି ସେ ତୀବ୍ର ଭାବେ ଜଳୁଥିଲା, କାହିଁକି ସେ କହିପାରୁ ନଥିଲା ତାକୁ ଯାହା କହିବାକୁ ଥିଲା। ମୁଁ ବୁଝୁଥିଲି ସେ ସମଗ୍ର ସଂସାରକୁ ତା ଆଖି ସାମ୍ନାରେ ଖୋଜୁଛି। ତା ସହିତ ତାର ଗପ, ହସ, ବିଷାଦ ବାଣ୍ଟିବାକୁ ମଣିଷ ଝୁରୁଛି। ସେବେ ବି ସମୟ ନଥିଲା କା ପାଖେ ତା କଥା ଶୁଣିବାକୁ, ତା ବିଳାପ ବ୍ୟଥାର ମର୍ମ ବୁଝିବାକୁ, ଧକେଇ ଧକେଇ କାନ୍ଦୁଥିବା ତା ଆତ୍ମାରେ ଧାପେ ମାତ୍ର ଶାନ୍ତି ଦେବାକୁ। ସମୟ କା ପାଖେ ଥାଏ?
ସମୟ କାହା ପାଖେ ଅବା ଥାଏ, ଯାହାକୁ ସମୟ ଦିଆଯାଏ ତାଠୁ କିଛି ପାଉଣା ମିଳିବାର ଆଶା ବି ତ ଥାଏ। ତାକୁ କିଛି କାହାଠୁ ମିଳିଲାନି, କିନ୍ତୁ ତା ପାଖେ ସଂସାରକୁ ଦେବାକୁ ବହୁତ କିଛି ଥିଲା। ଆଜି ସେ ଚାଲିଗଲା ସବୁଦିନ ପାଇଁ। ଆଜି ସେ ଚାଲିଗଲା ସବୁଦିନ ପାଇଁ ଭୋରୁ ଭୋରୁ। ଭିତରେ ବହେ କୋହ ନେଇ, ଦୁଃଖ ଆଉ ଅନୁକ୍ତ ଅଭିମାନ ନେଇ। ମୁଁ ଏହି ଶେଷ ମୁହୂର୍ତ୍ତରେ ବାଟେଇ ଦେବାକୁ ଯାଇ କଣ ନେବି ତା ପାଇଁ? ଆଉ କଣ ନେଇପାରିବି? ଆଉ ସେ ବି କଣ ନେବ? ତା ଅଦୃଶ୍ୟ ଦି ହାତ ପାପୁଲିରେ ସବୁ ତ ଖସି ଯାଇଛି। ତା ହାତରୁ ଖସି ଯାଇଛି ମୁହୂର୍ତ୍ତ, ସମୟ, ସମ୍ପର୍କ, ଆୟୁଷ। ଆମର ବି ଯିବ। ସେ ଏମିତି ଚାଲିଯିବ ଜାଣିଥିଲେ ଆଉ ଟିକେ ହୁଏତ ଗପିଥାନ୍ତି। ସେ ଆଉ ନାହିଁ। ସେ ଆଉ ନାହିଁ। ଆମେ ସମସ୍ତେ କେବେ ନା କେବେ ଶୁଣୁଥିବା ଏଇ କଥା କାହା କାହା ପାଇଁ। ଏଇ ଦେଖୁନ, ସେ ନଥିବା କଥା ଶୁଣି ବହେ ଭାବିଲି, ଅନେକ କାନ୍ଦିଲି, କିନ୍ତୁ କିଛି କ୍ଷଣ ପରେ ପୁଣି ଉଠିଲି। ଦାୟିତ୍ୱ, କର୍ତ୍ତବ୍ୟ ଓ ସଂସାରର ଆହ୍ୱାନରେ। ଏଇ ଦେଖୁନ, ସେ ନଥିବା କଥା ଶୁଣି ବହେ ଭାବିଲି, ଅନେକ କାନ୍ଦିଲି, କିନ୍ତୁ କିଛି କ୍ଷଣ ପରେ ପୁଣି ଉଠିଲି। ଦାୟିତ୍ୱ, କର୍ତ୍ତବ୍ୟ ଓ ସଂସାରର ଆହ୍ୱାନରେ। ଜୀବନ ଆଗକୁ ଚାଲିବ, ଆମେ ଥିବା ଯାଏ। ଦର୍ପଣ ଆଗରେ ମୋ ମୁହଁ ଦେଖି ମୁଁ ଭାବୁଥିଲି, ସେ ଯେମିତି କହୁଛି, ତୁ ବି ଦିନେ ଏମିତି ନଥିବୁ। ଆଉ ତୋ ସମ୍ପର୍କୀୟ ମାନେ ପ୍ରସ୍ତୁତ ହେଉଥିବେ ସବୁ କ୍ରିୟା କର୍ମ ସାରି ବାହାରି ଯିବାକୁ ସେମାନଙ୍କ ରାସ୍ତାରେ। ଏତେ ବଡ଼ ସଂସାରରେ ନିଜ ଅସ୍ତିତ୍ୱକୁ ଖୋଜିବା ବାହାନାରେ। ଦର୍ପଣ ଆଗରେ ମୋ ମୁହଁ ଦେଖି ମୁଁ ଭାବୁଥିଲି, ସେ ଯେମିତି କହୁଛି, ତୁ ବି ଦିନେ ଏମିତି ନଥିବୁ। ଆଉ ତୋ ସମ୍ପର୍କୀୟ ମାନେ ପ୍ରସ୍ତୁତ ହେଉଥିବେ ସବୁ କ୍ରିୟା କର୍ମ ସାରି ବାହାରି ଯିବାକୁ ସେମାନଙ୍କ ନିଜ ନିଜ ରାସ୍ତାରେ। ଏତେ ବଡ଼ ସଂସାରରେ ନିଜ ଅସ୍ତିତ୍ୱକୁ ଖୋଜିବା ବାହାନାରେ। ଶ୍ରୋତା ବନ୍ଧୁ, କବିବର ରାଧାନାଥ ରାୟଙ୍କର ସେଇ କାଳଜୟୀ ଶାଶ୍ୱତ ପଦ, ବଡ଼ କ୍ରୂର କାଳ, ବଡ଼ ଅବିଶ୍ୱାସୀ, ହାବୁଡ଼ି ଯିବ ସେ ଆଚମ୍ବିତେ ଆସି। ଆଜିର ଏଇ ଦୁର୍ଦ୍ଦିନରେ ଆପଣମାନଙ୍କୁ ମୋର ଅନୁରୋଧ, ମଣିଷକୁ ମଣିଷୋଚିତ ବ୍ୟବହାର କରନ୍ତୁ। କାରଣ ମଣିଷକୁ ଭଲ ପାଇଲେ ହିଁ ଆପଣ ଈଶ୍ୱରଙ୍କୁ ପାଇପାରିବେ। ଧନ୍ୟବାଦ।